Krishna Hare Rama Rama Hare 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 Krishna 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 Hare 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 Rama 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 Hare 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 Krishna 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 Hare 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 Rama 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 Hare Hare Hari Bol, Hari Bol, Hari Bol, Hari Bol. Prabhupada, 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 Prabhupada. Gurudev, Gurudev, Gurudev. पावन नाम संकीर्तन की जगत गुरु शिला प्रभुपाद जी महाराज की अनंत कोटि वैष्णव वृंद की ताय गौर ब्रह्मन। ओम ज्ञानतिमिरन्धस्य ज्ञानाञ्जनशलाकया चक्षुरुन्मीलितं येन तस्मै श्रीगुरुवे नमः। श्रीचैतन्यमनोभीष्टं स्थापितं येन भूतले स्वयं रूपं कदा हि मह्यं ददाति स्वपदान्तिकम्। वन्देऽहं श्रीगुरु श्रीयुतपदकमलं श्रीगुरून् वैष्णवांश्च श्रीरूपं साग्रजातं सहगणा रघुनाथान्वितं तं सञ्जीवं साद्वैतं सावधूतं परिजनसहितं कृष्णचैतन्यदेवं श्रीराधाकृष्णपादान् सहगणा ललिता श्रीविशाखान्वितांश्च। हे कृष्णा करुणा सिंधु दीनबंधु जगतपते गोपेश गोपिका कांत राधा कांत नमस्तुते। तप्त कांचन गौरांगी राधे वृंदावनेश्वरी वृषभानुसुते देवी प्रणमामि हरिप्रिये। वाञ्छाकल्पतरुभ्यश्च कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमो। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि गौरभक्तवृंद।
हरे कृष्णा 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 हरे हरे, हरे राम 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 हरे। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। ग्रंथराज श्रीमद्भागवतम दशम स्कंद अध्याय 49 श्लोक नंबर 20 और 21। प्रथम आम 20 पाठ करिबा। न यत्यंत संभाष कस्यचित् केनचित् सह राजन् सेनापि देहेन किमु जायते आत्मजाद्भि। अनुवाद। हे राजा, एही जगत रे कहा संगरे कहार चिरस्थायी संपर्क नाही। एपरिकी आम्भମାନଙ୍କର ଦେହଟିକୁ ନେଇ ମଧ୍ୟ ଆମ୍ଭେ ଚିରଦିନ ରହିପାରିବା ନାହିଁ। ଆମ୍ଭମାନଙ୍କର ସ୍ତ୍ରୀ ପୁତ୍ର ଓ ଅନ୍ୟମାନଙ୍କର କଥା ବା କ'ଣ କହିବା। ଶ୍ଲୋକ 21। ଏକ ପ୍ରସୂୟତେ ଜନ୍ତୁ ଏକ ଏବ ପ୍ରଲୀୟତେ एकांत भुक्ते सुकृतम् एक एव च दुष्कृतम् एकः प्रसूयते जन्तु एक एव प्रलीयते एक अनुभुक्ते सुकृत एक एव च दुष्कृतम् एक प्रसूयते जन्तु एक एव प्रलीयते अनुभुक्ते सुकृतम् एक एव दुष्कृतम्। पढ़ो। शब्दानुवाद। एकः एकाकी, प्रसूयते जन्म ग्रहण करे, जंतु जीव, एक एकाकी, एव ओ प्रलीयते मृत्युवर्ण करे, अनुभुक्ते प्राप्य भोग करे, सुकृतम तार सत्कर्म फल, एक एकाकी एवं च एवं निश्चित रूपे, दुष्कृतम असत्कर्म फल। अनुवाद। श्रील प्रभुपाद की।
ସମସ୍ତେ ମୋ ସାଙ୍ଗରେ କହିବେ, ପ୍ରତିଟି ଜୀବ ଏକାକୀ ଜନ୍ମଗ୍ରହଣ କରେ, ଏକୁଟିଆ ମଧ୍ୟ ମୃତ୍ୟୁବରଣ କରେ ଏବଂ ମନୁଷ୍ୟ ନିଜେ ହିଁ ତାର ସମସ୍ତ ସତ୍ ଅସତ୍ କର୍ମର ଫଳ ଭୋଗ କରେ। ଭାବାର୍ଥ, ଏଠାରେ ଅନୁଭୁକ୍ତେ ଶବ୍ଦଟି ତାତ୍ପର୍ଯ୍ୟପୂର୍ଣ୍ଣ। ଭୁକ୍ତେ ଅର୍ଥ ଜୀବର ପ୍ରାପ୍ୟ ଭୋଗ କରିବା ଏବଂ ଅନୁ ଅର୍ଥ ପରବର୍ତ୍ତୀ ବା ପୂର୍ବ ପରକ୍ରମ ଅନୁସାରେ। ପରୋକ୍ଷ ଭାବରେ ଆମ୍ଭମାନଙ୍କର ସମସ୍ତ କାର୍ଯ୍ୟର ନୈତିକ ଏବଂ ଆଧ୍ୟାତ୍ମିକ ବୈଶିଷ୍ଟ୍ୟ ଅନୁସାରେ ଆମେ ସୁଖ ଏବଂ ଦୁଃଖ ଭୋଗ କରିଥାଉ। ଆମେ ଯାହା କରୁ ସେଥିପାଇଁ ଆମେ ହିଁ ଦାୟୀ। ଧୃତରାଷ୍ଟ୍ର ତାଙ୍କର ଜିଦ୍ ଖୋର ଆଚରଣ ନିମିତ୍ତ ଯେ ତାଙ୍କୁ ଏକା ହିଁ ଦୁର୍ଦ୍ଦଶା ଭୋଗ କରିବାକୁ ହେବ, ତାହା ଭୁଲିଯାଇ ଭ୍ରାନ୍ତିବଶତଃ ମୋହଗ୍ରସ୍ତ ହୋଇ ତାର କୁମତି ଯୁକ୍ତ ପୁତ୍ରମାନଙ୍କ ପ୍ରତି ଆସକ୍ତ ହୋଇ ପଡ଼ିଛନ୍ତି। ଆଜିର ଏହି ଭାଗବତ କକ୍ଷା ଶ୍ରବଣ ଉତ୍ସବକୁ ଆପଣମାନଙ୍କୁ ସ୍ୱାଗତ। ତ ଆମେ ଏହି ଅଧ୍ୟାୟରେ ଶ୍ରବଣ କରୁଛନ୍ତି ଅକ୍ରୁରଙ୍କର ହସ୍ତିନାପୁର ଗମନ। ଅକ୍ରୁର ଯେତେବେଳେ ଭଗବାନଙ୍କ ଆଦେଶ ଅନୁସାରେ ଯାଇଛନ୍ତି ହସ୍ତିନାପୁରକୁ, ସେଠି ପହଞ୍ଚିଲା ପରେ ଆମେ ପୂର୍ବରୁ ଶୁଣିଛନ୍ତି ମହାରାଣୀ କୁନ୍ତି ବହୁତ ସାରେ ତାଙ୍କୁ ପାରିବାରିକ ସମସ୍ୟା ବିଷୟରେ ଶୁଣେଇଛନ୍ତି, କେମିତି ଧୃତରାଷ୍ଟ୍ର ତାଙ୍କ ପ୍ରତି ଅନ୍ୟାୟ କରୁଛନ୍ତି ସେ ମଧ୍ୟ ତାଙ୍କୁ କହିଛନ୍ତି ଅକ୍ରୁରକୁ। ଅକ୍ରୁର ଏହା ଶୁଣି ସାରିଲା ପରେ ଯେତେବେଳେ ପୁଣି ପ୍ରସ୍ଥାନ କରୁଛନ୍ତି ଆସିବା ପାଇଁ, ମାର୍ଗରେ ଦେଖିଲେ ଧୃତରାଷ୍ଟ୍ର ତାଙ୍କର ସମ୍ବନ୍ଧୀମାନଙ୍କ ସହିତ ବସିକି ମିଟିଂ କରୁଛନ୍ତି। ତାପରେ ଅକ୍ରୁର କ'ଣ କଲେ? ଧୃତରାଷ୍ଟ୍ରଙ୍କ ନିକଟକୁ ଯାଇ କିଛି ସତ୍ ଉପଦେଶ ଦେଉଛନ୍ତି। ଆମେ ଶ୍ରବଣ କରି କରି ଆସୁଛନ୍ତି। ଅକ୍ରୁର କିଛି ସତ୍ ଉପଦେଶ ଦେଉଛନ୍ତି। କ'ଣ ସତ୍ ଉପଦେଶ? ଆମେ ପୂର୍ବରୁ ଶୁଣିଥିଲେ। ଏଠି କୁହାହଉଛି ଧୃତରାଷ୍ଟ୍ରଙ୍କୁ ଉପଦେଶ ଦେଲେ, କହିଲେ ଆପଣ ହେଉଛନ୍ତି ରାଜା, ଆଉ ମୁଁ ଜାଣିଛି ଆପଣ ଅନ୍ୟାୟ ଭାବରେ ରାଜ୍ୟ ସିଂହାସନ ଆରୋହଣ କରିଛନ୍ତି। ତେଣୁ ଯଦି ବା ଆପଣ ଅନ୍ୟାୟ ଭାବରେ ରାଜ ସିଂହାସନ ଆରୋହଣ କରିଛନ୍ତି, କିନ୍ତୁ ନ୍ୟାୟ ଦୃଷ୍ଟିରୁ ଆପଣଙ୍କୁ କ'ଣ କରିବାକୁ ପଡ଼ିବ? ପ୍ରଜାମାନଙ୍କୁ ସମଦର୍ଶୀ ଭାବରେ ଦେଖିବାକୁ ପଡ଼ିବ। ସମସ୍ତଙ୍କୁ ସମାନ ଭାବରେ ଦେଖିବାକୁ ପଡ଼ିବ। ଏଇ ଉପଦେଶ ଦେଲେ। ଦେଖନ୍ତୁ, ଜଣେ ଭଗବାନଙ୍କର ପରମ ଭକ୍ତ, ଶୁଦ୍ଧ ଭକ୍ତ ହିଁ ଅନ୍ୟ ଜଣଙ୍କର କଲ୍ୟାଣ କେମିତି ହେବ ସେଟା ସେ ତାଙ୍କୁ ଉପଦେଶ ଦେଇପାରିବେ। ତେଣୁକରି କୁହାହେଲା ତେଣୁକରି ଏଇଠି ଅକ୍ରୁର କହୁଛନ୍ତି ଆପଣ ସମସ୍ତଙ୍କ ପ୍ରତି ସମଦର୍ଶୀ। କାହିଁକି କହିଲେ ଧୃତରାଷ୍ଟ୍ରଙ୍କୁ? ନା ଧୃତରାଷ୍ଟ୍ର ଅନ୍ତର୍ପନ୍ତର କରୁଛନ୍ତି। ସେ ନିରପେକ୍ଷ କହୁନାହାନ୍ତି କିଛି। ତାଙ୍କ ପୁତ୍ରମାନଙ୍କ ପ୍ରତି ଆସକ୍ତି ହେଇକି ପାଣ୍ଡୁମାନଙ୍କ ପ୍ରତି ଅନ୍ୟାୟ ଆଚରଣ କରୁଛନ୍ତି। ସେଥିପାଇଁ ଅକ୍ରୁର କହୁଛନ୍ତି ଆପଣଙ୍କର ଜଣେ ରାଜା, ଆଉ ସମସ୍ତ ପ୍ରଜାଙ୍କୁ କ'ଣ କରିବେ? ସମଦୃଷ୍ଟିରେ ଦେଖିବେ। ତାହେଲେ ସେଇ ରାଜ୍ୟରେ କ'ଣ ହବ? ଶୃଙ୍ଖଳିତ ହବ। ସମସ୍ତେ ଶାନ୍ତିରେ କାଳଯାପନ କରିବେ। ଯଦି ଭେଦଭାବ ଦେଖିବେ ତାହେଲେ ସେଠି ଅଶାନ୍ତି, କଳହ, ଝଗଡ଼ା ସୃଷ୍ଟି ହବ। ସେଥିପାଇଁ ଏଠି ଗୋଟେ ଆଚାର୍ଯ୍ୟମାନେ ଶିକ୍ଷା ଦେଉଛନ୍ତି, ଯେଉଁମାନେ ନେତୃସ୍ଥାନୀୟ ବ୍ୟକ୍ତି, ଯେଉଁମାନେ ପ୍ରଜାମାନଙ୍କୁ ପାଳନ କରୁଛନ୍ତି, ସେମାନେ ନିରପେକ୍ଷ ହେବା ଉଚିତ, ପକ୍ଷପାତିତା ଆଚରଣ କରିବେ ନା। ଯଦି ବା କାହାର ଭୁଲ ହେଉଛି, ଯଦି ଉଭୟଙ୍କର ଭୁଲ ହେଉଛି, ତାହେଲେ ଉଭୟଙ୍କୁ ଏଭଳି ଭାବରେ ଶାସ୍ତ୍ର ଜ୍ଞାନ ଦେଇ ବୁଝେଇବେ ଯେପରିକି ଦୁଇ ଜଣ ଯାକ ତାଙ୍କୁ କିଛି ଖରାପ ଭାବିବେ ନା। ଆମର ଯେତେବେଳେ ଇଷ୍ଟବୃଷ୍ଟି ହବ, ସେ କହିବେ ଭଗବାନଙ୍କର ସମସ୍ତେ ଆମେ ମିଶିକି ସେବା କରିବା, କାହା ପକ୍ଷରେ କିଛି କହିବେ ନା।
उभय उभय पक्ष किसी दोष थी कि क्या पक्ष कहबे ना भगवान आम केमी समस्त मिसिकी कौन करवा सेवा करवा आईटा तो आम दोष रही प्रभु जी कल कहते 4टा दोष आम रही बेले बेले यहाँ हुए तेणुक जी भूमिका मुख्य भूमिका बस नेतृस्थानीय व्यक्ति राजा से कौन करेंगे निरपेक्ष आ समस्त सत उपदेश देवे तो ये अक्रूर कौन कहते धृतराष्ट्र आपण समदर्शी समस्त को समान भाव में देखिए यहाँ कले कौन ना राज्य प्रजा मैंने शांति श्रृंखलित भाव में रही यहाँ परवर्ती श्लोक 19 नंबर श्लोक पढ़ुले काली कहते जदि अक्रूर कहते मोर ये उपदेश जदि आप ठीक से पालन करेंगे से न करेंगे ताहले कौन हम ना ये कहते आपन जदि यहाँ अन्यथा करती ताहले अवश्य ए जगत मनुष्य आपन को निंदा करेंगे एवं परवर्ती जीवन में आपण नरकर अंधकार प्रवेश करेंगे नरक भोग करेंगे आपणकर सदगति हम ना सुतरां आपण निजर एवं पांडु पुत्र मन प्रति आपण कौन करती समदर्शी हूँ कहीं ये कपट छलना करथिले ना व्यक्ति जदि कपट छलना करिवो यही जगत सीना से बाहा बाहा करेंगे किंतु भगवान तांको उचित स्थान रखी दंड देवाई तेणुक सावधान कहुई कपटता के आचरण करवा ये कहते आपड़ जदि पालन न करेंगे उपदेश को कौन हम परवर्ती अवस्था आपणकर ना आपण नरक जंत्रणा प्राप्त हे तेणुक कहुई सावधान ये 19 नंबर श्लोक आज श्लोक कहते पुणी उपदेश दे आउे नेह 20 नंबर श्लोक कहते न अत्यंत संवास कस्यचित केनचित सह यार अर्थ होची हे राजा यही जगत रे कहा संगरे कहार चिरस्थायी संपर्क नहीं राजन स्वेनापे देहन किम जाय आत्म आदि एपरिक आम मानकर देहटी को नहीं मध्य आम चिरदिन रही परिबा ना आम मानकर स्त्री पुत्र अन्य मानकर कथा बा कौन कहवा कहीं ना ये थिले गृहस्थ ना किए धृतराष्ट्र गृहस्थ थिले से कहते हे राजा कहीं ए जगत रे कहार का सहित चिरस्थायी संबंध आमर संबंधटा कौन ये स्थायी की चिरस्थायी नुहे ये अस्थायी क्षण भंग तो आम ये जगत जिते बड़े रोचन चाहे गृहस्थ हो कि कौन सी संस्था हो आम क्या सहित चिरस्थायी संबंध बांधि पार भगवान हो भगवान के संगे आम से संबंध चिरस्थायी रही कि आम जो बाकी सब संबंध संबंधित होती ये सब हूँ कौन अस्थायी सी चिरस्थायी नुह आउ धृतराष्ट्र कौन करते पुत्र स्त्री पुत्र अन्य मान से कौन करते आसक्ति होकर पांडु मान प्रति द्रोह आचरण करते पांडव मान अन्याय आचरण करते से कथा अक्रूर बुझाऊँ पुणी उपदेश दे आपण जो आसक्त हो पड़ते सेटा चिरस्थायी नुह से संबंधटा दिन ना दिन कौन हम लिभिज ए शरीर नष्ट हो गला से संबंध रोच कि आमर रोची रोनी तेणु आम ये जगत रे माया मोहर पड़िकी आसक्ति हो पाती ये मोहर सी तार एटा मोहर सेटा तार ए भाव में गोटे कौन कर गोटे ये भेदभाव कर कारण ना दशम स्कंद भागवत में कहते जस्य आत्मबोधि गुणपे त्रिधातुके स्वती कड़त्रादिषु भौम इज्जति जी भाव भावे देह को आत्मबुद्धि करे
ଆଉ ନିଜ ଜନ୍ମଭୂମିକୁ ପୂଜ୍ୟ କରି ମନେ କରେ। ଆଉ ଯେତେ ସ୍ୱ କଳତ୍ର ଆଦି ନିଜର ପୁତ୍ର କନ୍ୟା ମାନଙ୍କୁ ନିଜର ବୋଲି ଭାବେ ଏବଂ ତୀର୍ଥ ସ୍ଥାନକୁ ଯାଇ ତୀର୍ଥ ଜଳକୁ ସବୁଠୁ ମହାନ ବୋଲି ଭାବେ, କିନ୍ତୁ ସାଧୁ ସଙ୍ଗ କରେ ନା। ସେଭଳି ବ୍ୟକ୍ତିଙ୍କୁ ଏଟା ଗୋ ଆଉ ଘର ବୋଲି କୁହାଯାଇଛି। ଗୋ ଆଉ ଘରର ଅର୍ଥ କଣ? ଗଧ ଆଉ ଗାଭୀ। ଏଇଟା ଧୃତରାଷ୍ଟ୍ରଙ୍କ ଯଶ ଆତ୍ମବୋଧି, ତାଙ୍କ ଶରୀରକୁ ସେ ଆତ୍ମା ବୋଲି ଭାବିକି ସେ କଣ କରୁଛନ୍ତି? ବାକି ସବୁକୁ ନିଜର କରୁଛନ୍ତି ଆଉ ପାଣ୍ଡବ ମାନଙ୍କ ପ୍ରତି ଦ୍ରୋହ କରୁଛନ୍ତି। ଧୃତରାଷ୍ଟ୍ର ହଉଛନ୍ତି ଗୋ ଆଉ ଘର। ମାନେ ଧୃତରାଷ୍ଟ୍ର ଏଭଳି ଭାବରେ ଗୁଣକୁ ଶାସ୍ତ୍ର କରୁଛନ୍ତି, ସେଭଳି ବ୍ୟକ୍ତିକୁ ସିଏ ଗଧ ଆଉ ଗାଈ ସହିତ ସମାନ। ଏଭଳି ଶବ୍ଦ ଶୁଣିଲା ପରେ ଯାହାର ମତି ପରିବର୍ତ୍ତନ ହଉନି, ଯେ ଯାହାର ହୃଦୟ ପରିବର୍ତ୍ତନ ହବନି, ଆଉ କୋଉ ଶବ୍ଦ ପ୍ରୟୋଗ କରିବ? ଆମେ ଯେତେବେଳେ କ୍ଲାସ ଶୁଣିବାକୁ ଯାଉଥିଲୁ, ଆମର ଯିଏକି ସିନିୟର ଅଛନ୍ତି ସେ କ୍ଲାସ ଦେବେ, କ୍ଲାସ ଦେଲା ପରେ କଣ କହିବେ? ଭଗବାନ ଯୋଉ ଯୋଉ ଶବ୍ଦ ପ୍ରୟୋଗ କରୁଛନ୍ତି ଦୁଷ୍କୃତିନ ମାନଙ୍କ ପାଇଁ, ସେମାନେ ସେଇ ଶବ୍ଦ ସବୁ ପ୍ରୟୋଗ କରିବେ। ତୁମେ ହଉଛ ସବୁ ଅସୁର, ତୁମେ ହଉଛ ସବୁ ଘୁଷୁରୀ, ତୁମେ ଯୋଉ ସବୁ ଷଣ୍ଡ ଅମର୍କ ଭଳି ଗୋଟେ ଗୋଟେ ଗୁରୁ, ଏଭଳି ଭାବରେ ଶବ୍ଦ ପ୍ରୟୋଗ କଲେ କାହାକୁ କଷ୍ଟ ନ ଲାଗେ? ଆମେ ସେଭଳି ଭାବରେ ହେବାକୁ ଇଚ୍ଛା କରୁନାହାନ୍ତି ନା। ଆମେ କେତେ ଗଲେ ଜଣେ ଭଦ୍ର ମଣିଷ, ଭଦ୍ର ବ୍ୟକ୍ତି କିମ୍ବା ଭଗବାନ ଭକ୍ତ ହେବା ପାଇଁ ଇଚ୍ଛା କରୁଛୁ। ଶବ୍ଦ ପ୍ରୟୋଗରେ ଆମେ କଣ କରୁଛୁ? ଟିକେ ଏ ରାଷ୍ଟ୍ରକୁ ଆସିବୁ। ତେଣୁ ଆଜିକାଲି ଯଦି ସରଳ ଭାବରେ ବୁଝାଯିବ, ତୁମେ ଏହା କର, ସେୟା କଲେ ତୁମର ମଙ୍ଗଳ ହବ, କଲ୍ୟାଣ ହବ, ଏଇଟା ଗମ୍ଭୀରତାଙ୍କ ସହକାରେ ଶୁଣିବେ ନା। କିନ୍ତୁ ସେଇ ଭିତରେ ଯଦି ଶବ୍ଦ ଗୋଟେ ଗାଳି କରାଯାଉଛି, ତାହେଲେ ଟିକେ ତାକୁ ବାଧିବ, ତାପରେ ଆସିକି ଟିକେ ଏଇଟା ଶୁଣିବେ କରିବେ। ତେଣୁ ଏଠି ଭାଗବତ କହୁଛନ୍ତି, ଯୋଉମାନେ ଦେହାତ୍ମ ବୁଦ୍ଧିରେ ଅଛନ୍ତି, ଶରୀରକୁ ଆତ୍ମା ବୋଲି ଭାବିକି ଆଉ ଶରୀର ସମ୍ବନ୍ଧୀ ସବୁବେଳେ ଭାବୁଛନ୍ତି, ସେମାନେ ହଉଛନ୍ତି ଗୋ ଆଉ ଘର। ସେମାନେ ଗାଭୀ ଆଉ ଗଧ ଠାରୁ କୌଣସି ଗୁଣରେ ଉନ୍ନତ ନୁହଁ। ଗଧ ଠାରେ କଣ ଭଲ ଗୁଣ ଅଛି? ଭଲ ଗୁଣ ଅଛି। ଆଉ ମଣିଷ ସେଭଳି ଭାବରେ ଯଦି ହବ, ତାକୁ କଣ ବୋଲି କୁହାଯିବ? ସେ ଗଧ। ତେଣୁ ଏଠି କୁହାଯାଉଛି, ଅକ୍ରୂର କରୁଛନ୍ତି, ହେ ରାଜା, ଏ ଜଗତରେ କାହା ସଙ୍ଗରେ କାହାର ଚିରସ୍ଥାୟୀ ସମ୍ବନ୍ଧ ନାହିଁ। ଆଉ ନିଜ ଦେହ ତ ଦିନେ କଣ ହବ? ନଷ୍ଟ ହବ। ଆପଣ ଯାହା ବି ଏସବୁ କରୁଛନ୍ତି, ସେମାନେ ମଧ୍ୟ ଆପଣଙ୍କ ସଙ୍ଗରେ ରହିବେ ନା ବେଶୀ ଦିନ? ସମସ୍ତେ ଯେ ଯାହାର ରାସ୍ତାରେ ଚାଲିଯିବେ। ତେଣୁକରି ଆପଣ ଏଇ ଉପଦେଶ ଗ୍ରହଣ କରନ୍ତୁ, ଆପଣଙ୍କର ମଙ୍ଗଳ ହବ। ବ୍ୟକ୍ତି ଯେତେବେଳେ ଏଇ ଜଗତକୁ ଆସୁଛି, ମାୟାରେ ପଡ଼ିକି ଏ ଧୃତରାଷ୍ଟ୍ରଙ୍କ ଭଳି କଣ ମନୋଭାବ ହେଇଯାଉଛି? ଆମେ ସମସ୍ତେ ପୂର୍ବରୁ କିଛି ନା କିଛି ଘରେ ପଶିକି ରହିଥିଲୁ, ନାଇଁ କି? ଧୃତରାଷ୍ଟ୍ର ଅର୍ଥ କଣ? ଧୃତର ଅର୍ଥ କଣ? ଧୃତର ଅର୍ଥ ରାଷ୍ଟ୍ରର ଅର୍ଥ ରାଜ୍ୟ। ଧୃତର ଅର୍ଥ ଯିଏ ରାଷ୍ଟ୍ରକୁ ସବୁବେଳେ ନିଜ ଅକ୍ତିଆରରେ ରଖିବା ପାଇଁ ଚେଷ୍ଟା କରେ, ରାଜ୍ୟ। ଧୂର୍ତ୍ତ ବୋଲି କହୁଛି ନା, ଧୂର୍ତ୍ତର ଅର୍ଥ ହଉଛି ଛା, ମାନେ ସେଥିରେ ସେ କଣ ହବ? ଏଭଳି ଭାବରେ କଣ କୁହାଯାଏ, ସେ କାର୍ଯ୍ୟକୁ କରୁଥିବ ଯୋଉଟା କି ନିଜ ଆୟତରେ ସେ ରଖିପାରୁଥିବ, ସେଭଳି ବ୍ୟକ୍ତି ଧୂର୍ତ୍ତ କୁହାଯାଏ। ଆଉ ଧୃତରାଷ୍ଟ୍ର କଣ କରୁଥିଲେ? ରାଜ୍ୟକୁ କେଉଁଭଳି ଭାବରେ ମୋ ଶାସନରେ ମୁଁ ରଖି, ସେଭଳି କୁହାଯାଏ, ବ୍ୟକ୍ତି କୁହାଯାଏ ଧୂର୍ତ୍ତ। ଧୂର୍ତ୍ତ ରାଷ୍ଟ୍ର। ତେଣୁ ଆମେ ସମସ୍ତେ ଏଇ ପ୍ରଭୁପାଦଙ୍କର ସୋସାଇଟିକି ଆସିବା ପୂର୍ବରୁ ଆମର ମଧ୍ୟ ସେଭଳି ଭାବରେ କିଛି କିଛି ଗୋଟେ ମନୋଭାବ ଥିଲା। କିନ୍ତୁ ଯେତେବେଳେ ସାଧୁ ସଙ୍ଗ କରି ଏଭଳି ଭାବରେ ଶୁଣିଲେ, ତାପରେ କଣ କଲେ? ଧୀରେ ଧୀରେ ସେଟାକୁ କଣ କରିବା? ଦୂରେଇବା ପାଇଁ ଚେଷ୍ଟା କରିବା।
तो आम प्रोसेस चलती कार अधिका है कार कम है आम समस्ते जगत रे फसिकी अच्छा कि से बाहर केमती ना ये भाव साधु संग कर भगवान भक्त संग भागवत जब श्रवण करवा आम प्रकृत कर्तव्यटा कौन आम जापर आउ जहाँ भी आम आसक्ति रही बंधन रही से सब बंधन दश मुक्त हो पार आम भागवत आउ गोटे कथा आसूची षष्ठ स्कंद चित्रकेतु महाराज कथा आस चित्रकेतु महाराज से भाव गोटे सुंदर पुत्र प्राप्त होते अंगिरा मुनि गोटे पुत्र प्राप्त होते किंतु से पुत्र अंगिरा मुनि कहते कहले देख तुम भाग्य पुत्र कन्या संतान प्राप्त होगापी सुजोग ना तुम जब बाध्य कर गोटे पुत्र दे कि से पुत्र तुमको शोक दुख तथापि चित्रकूट एते आसक्ति हो पड़ते पुत्र गोटे प्राप्त होगापी कहले जहाँ भी मत दुख मिलू कष्ट मिलू मत पुत्र दरकार देखो यही सत उपदेश राजा चित्रकूट मत ग्रहण कर दुख मिल पचे मत से प्राप्त हवा दरकार तापर जहाँ हम देखा अंगिरा ऋषि कौन कले पुत्र गोटे देले पुत्र को समस्त आदर कले स्नेह कले कि राणी मान भीतर ईर्षा भाव जागृत है केते राणी थिले हाँ 100 कोटी राणी थिले कहते हाँ शास्त्र अच्छे आम से विश्वास करा दरकार आम तो देखी ना जहाँ दिखाई आम से किंतु कौ राणी हेले कन्या संतान पुत्र हो किंतु अंगिरा मुनि गोटे राणी को आशीर्वाद देले गर्भ कौन है पुत्र है अन्य राणी मैंने देखिले कहले राजा प्रति अधिक भल पाइबा पड़ुची स्नेह ममता कर आदर करमको करूना भितर कौन है कथबार्ता कौन कले समाधान हम कौन कले पुत्रटा को मारिदेले सब किसी सफा ठीक है कौन कले मिसिक कौन पुत्रटा को चित्रकेतु जो पुत्र प्राप्त होते आनंदित होते पुणी आसला कौन दशा दुख आसला अंगिरा मुनि जोड़ा कहते उपदेश से ग्रहण कर दुख आसला आ से मृत पुत्र पाखरे शोक सी मत मृत बड़ी पड़ते किए राजा चित्रकेतु क्रंदन क्रंदन कर भगवान इच्छा अनुसार अंगिरा मुनि पुणी आते नारद मुनि सहित आसिले राजा चित्रकेतु सांत्वना देवा राजा चित्रकेतु क्रंदन कर मृत बोली पड़ी किंतु से शोक को दूर करने अंगिरा मुनि किसी उपदेश देले कौन शिक्षा आम जदि क्या सरल भाव कहवा तुम्हें या कर से कले तुम कल्याण हम से ग्रहण करना किंतु जिते दुखटा प्राप्त हम कहले से शुणव चित्रकेतु प्रथम बुझिले ना अंगिरा मुनि किंतु से बुझिले किंतु पर मुहूर्त जो दुख प्राप्त हेले अंगिरा मुनि कहले एथर से ठीक बुझे कहते बहुत सुंदर श्लोक गोटे अच्छे अंगिरा मुनि कहते हे राजन श्रुतर बेगरे बालुका राशि केतेबेले एकत्रित हुए केतेबेले पृथक हो जाए सेपरी कालर प्रभाव जड़ देहधारी जीव मानकर केतेबेले मिलन हुए तो केतेबेले विच्छेद हुए। श्लोक बहुत सुंदर। यथा
ଯଥା ପ୍ରଜାନ୍ତି ସଞ୍ଜାନ୍ତି ସ୍ରୋତ ଯଥା ପ୍ରଜାନ୍ତି ସଜାନ୍ତି ସ୍ରୋତ ବେଗନ ବାଲୁକା ସଂଯୁଜ୍ୟ ସଂଯୁଜ୍ୟ ବିଯୁଜ୍ୟନ୍ତେ ତଥା କାଳେନ ଦେଇନା। ରାଜା ଚିତ୍ରକୂଟ ଯୋଉ ଶୋକରେ ଅଛନ୍ତି ସେ ଶୋକରୁ ନିବୃତ୍ତି କେମିତି ହେବେ? ଏଇସବୁ ଉପଦେଶ ମାଧ୍ୟମରେ ସେ କରୁଛନ୍ତି। ରାଜନ ସ୍ରୋତର ବେଗରେ, ସ୍ରୋତ ମାନେ ନଦୀର ଯେତେବେଳେ ଜଳ ଯାଉଛି ସେଥିରେ ଯିବେ ଆପଣମାନେ ଦେଖିଥିବେ କିଛି ଦୂର ଗଲା ପରେ କିଛି କାଠି କୁଟା ଏକାଠି ହେଇକି ଭଉଁରୀ ବୁଲି ଉଠେ। ଭଉଁରୀ ହେଲା ବୁଲେଇ ବୁଲେଇ କିଛି ଦୂର ଯିବେ, ତାପରେ କିଛି ସମୟ ପରେ ସେଟା କ'ଣ হবে? ଯେ ଯାହା ରାସ୍ତାରେ କାଠି କୁଟା ଅଲଗା ହେଇଛି ସେ ଗୋଟେ ଉଦାହରଣ ଦେଇ କହୁଛନ୍ତି ସ୍ରୋତ, ଏଇଟା ବାଲୁକା ରାଶିର ଉଦାହରଣ ଦେଉଛନ୍ତି। ସ୍ରୋତର ବେଗରେ ବାଲୁକା ରାଶି ଯେତେବେଳେ ଏକତ୍ରିତ ହୁଏ କିଛି ସମୟ ପାଇଁ ତାପରେ ପୃଥକ ହେଇଯାଏ କିଛି ସମୟ ପରେ, ଠିକ ସେପରି କାଳର ପ୍ରଭାବରେ କ'ଣ ହୁଏ? ଆମେ ଏଇ ଦେହଧାରୀ ଜୀବନରେ କିଛି ସମୟ ପାଇଁ ଏକତ୍ରିତ ହେଇଛନ୍ତି, କିଛି ସମୟ ପାଇଁ ସମ୍ବନ୍ଧଟା ଯୋଡ଼ି ଯାଇଛି, ତାପରେ କାଳର ପ୍ରଭାବରେ କ'ଣ হবে? ବିଚ୍ଛେଦ ହେଇଯିବେ। ଆମେ ଗୋଟେ ପରିବାରରେ 5 ଜଣ ଅଛନ୍ତି ନାଇଁ, କିନ୍ତୁ ସେ ସମ୍ବନ୍ଧରେ ସବୁବେଳେ ରହୁଛି କି? ରହୁଛି? କିଏ ଆଗ ଚାଲି ଯାଉଛି, କିଏ ପରେ ଯାଉଛି। ବାପା ଥାଉ ତ ପୁତ୍ର ଚାଲି ଯାଉଛି, ଆଉ ପୁତ୍ର ଥାଉ ତ ବାପା ମଧ୍ୟ ଚାଲି ଯାଉଛନ୍ତି। ତ ଏଇଟା କାହିଁକି ହଉଛି? ଏହାର କାରଣ କ'ଣ? ନା ଇଏ ହଉଛି କାଳର ପ୍ରଭାବ। ଆମେ ଚାହିଁଲେ ଏଇଟା, ଆମେ ଯୋଉଟା ଚାହିଁବା ସେଇଟା ଏଇଟା ହବ ନା। କାଳ ଅନୁସାରେ ଆମେ କ'ଣ କରୁଛନ୍ତି? ଗତି କରୁଛନ୍ତି। ଆମର ଏ ସମ୍ବନ୍ଧଟା ନିତ୍ୟ ନୁହଁ, ଏ ସମ୍ବନ୍ଧଟା ହଉଛି ଅନିତ୍ୟ, କିନ୍ତୁ ଆମେ ଏଇଟା ନିତ୍ୟ ବୋଲି ଭାବି ଦେଉଛେ ଆଉ ସେଇ ଅନୁସାରେ ଆମେ ଆସକ୍ତି ହେଇକି କର୍ମ କରୁଛୁ, ସେଥିପାଇଁ ଆମର ଏ ଦଶା। ତେଣୁକରି କୁହାଯାଉଛି କିଏ କାହାର ପୁତ୍ର, କିଏ କାହାର କନ୍ୟା, କିଏ କାହାର ସ୍ତ୍ରୀ, କେହି କାହାର ନୁହଁ। ଆଜିକାଲି ସାଧାରଣତଃ ଯାହାକୁ ଦୁଃଖ ଆସେ ସେ ବ୍ୟକ୍ତି କ'ଣ କହୁଛି? ଆପଣଙ୍କୁ ଦେଖିଲେ ଏ ଜଗତରେ କେହି କାହାର ନୁହନ୍ତି, କହୁଛନ୍ତି ନା କେହି କାହାର ନୁହନ୍ତି, କିନ୍ତୁ ଏଇଟା କିଛି ସମୟ ପାଇଁ ତା ପାଖରେ ବୈରିକ୍ୟଟା ଆସେ। ତାପରେ ଯୋଉଟା ସେଇଟା ଯେମିତି ଘରେ ଆସନ୍ତି କି ସେ ମୋର ପୁତ୍ର, ସେଇ ସମ୍ବନ୍ଧଟା ହିଁ ରହେ। କିନ୍ତୁ এই ସମ୍ପୂର୍ଣ୍ଣ ବୈରାଗ୍ୟଟା କେମିତି ଆସିବ ଆମ ପାଖରେ? ଏଇଟା ସମ୍ବନ୍ଧଟା ଅନିତ୍ୟ ବୋଲି ଜାଣୁଛନ୍ତି, କିନ୍ତୁ ସେ ସମ୍ବନ୍ଧରେ ଆମେ ଏଭଳି ଭାବରେ ଛନ୍ଦେଇକି ଅଛନ୍ତି, କିନ୍ତୁ ସେଠୁ ବାହାରି ପାରୁନି। ସମ୍ବନ୍ଧଟା ଟୋଟାଲ କାଟିବ କେମିତି? କିଏ କାଟିପାରିବ? କେବଳ ସାଧୁ ସଙ୍ଗରେ ହରି କଥା ବ୍ୟତୀତ এই ସମ୍ବନ୍ଧ କଟିପାରିବ ନାହିଁ ସମ୍ପୂର୍ଣ୍ଣ ଭାବେ। ଏପଟେ ଆପଣମାନେ ସବୁବେଳେ ଭାଗବତ ଗୀତା, ଭାଗବତ ଶ୍ରବଣ କରୁଛନ୍ତି, ସେଇଟା ଭିତରେ ଗୋଟେ ବାଲାନ୍ସ ହେଇକି ଚାଲିଛି, ଆପଣ ଏଠି ପଡ଼ି ରହିଛନ୍ତି। ଯଦି ସେଇଟା ନ ମିଳିବ, ଘର କଥା ମନେ ପଡ଼ିବନି, ସେଇ ସମ୍ବନ୍ଧ କଥା ମନେ ପଡ଼ିବନି ନାହିଁ। ଏମିତି ତ ମଝିରେ ମଝିରେ ଆପଣମାନେ ଘରୁ ପଳାଉଛନ୍ତି ମଧ୍ୟ ବୁଲି ଆସିବା ପାଇଁ, କାହିଁକିନା ସେ ସମୁଦ୍ର ଏତେ ଟାଣ ହେଇକି ଅଛି, ସମୁଦ୍ର କାଟିବାଟା ବହୁତ କଷ୍ଟ। ତ ଆମେ ଏଠି ଯୋଉ ବସିକି ସବୁବେଳେ 2 ବେଳା ଶୁଣୁଛନ୍ତି, କିଛି ନାମ କୀର୍ତ୍ତନ କରୁଛନ୍ତି, ହରି କଥା ଶ୍ରବଣ କରୁଛନ୍ତି, ସେଇଟା ଆମେ କ'ଣ କରୁଛୁ? ବାଲାନ୍ସ କରୁଛି, ତରତରା ମେଟ୍ ଅଛନ୍ତି। ତ ଏଇଟା ଯେତେବେଳେ ନିତ୍ୟ ବାରମ୍ବାର ଶ୍ରବଣ କରିବା, ସମୟ ବଢ଼ିବା ବିତିବା ସଙ୍ଗେ, ବୟସ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଆସକ୍ତିରେ ବଢ଼ିବ। ଭଗବାନଙ୍କ ଠାରେ ମନ ଲାଗିବା ତ ଦୂରର କଥା, କାହିଁକିନା ଆମର ପ୍ରଚୁର ଆସକ୍ତି ରହିଛି। ଆମେ ଯୋଉ ସମ୍ବନ୍ଧରେ ବାନ୍ଧିକି ରହିଛେ, ସମ୍ବନ୍ଧଟା ଏତେ ଟାଣ ହେଇକି ରହିଛି, କୃଷ୍ଣଙ୍କର କଥା ଶ୍ରବଣ କଲେ ମଧ୍ୟ, ନାମ କୀର୍ତ୍ତନ କଲେ ମଧ୍ୟ, ସେବା କଲେ ମଧ୍ୟ ସମ୍ବନ୍ଧଟା ଜମା ସମାପ୍ତ ହୁଏନି। ତେଣୁ ଏଇଟା କହୁଛନ୍ତି
अंगिरा ऋषि चित्रकेतु महाराज कहले महाराज ये सब अनित्य आपण जोड़ा भावुं मो पुत्र सी आपणकर एबे पुत्र ही आसला एबे सी आउ कार पुत्र ही आपण तांकरी बाप पुत्र थिले परजन्म कि नथिले एटा के जानछि तेणु एथिरे माया मोहित होना कारण ए संबंधटा हूँ अनित्य आ भक्ति विनोद ठाकुर मध्य तांकरी संगीत रे कहउछन जेतेबेले व्यक्ति ए पुत्र कन्या संतान प्रति आसक्ति से भाव कर्म करे से पारिवारिक बंधन में बांधे असिद्र से मुकली पारे से व्यक्तिर गति कौन हुए से व्यक्ति की कौन बोले भक्ति विनोद ठाकुर गाड़ी दे कहते देह गेह कलत्रादि चिंता विरात देह गेह कलत्रादि चिंता विरात जागी उदय मोर बुद्धि करी हाथ जागी उदय मोर बुद्धि करी हाथ गर्ध मेरा माता करी परिश्रम गर्ध मेरा माता करी कार लागियात कर ना घुचिला कार लागिए कर ना घुचिला ये भक्ति ठाकुर बहुत सुंदर भाव बुझाऊँ माने आम मान आखि खोली दौरान जड़े सप्तम गोस्वामी भक्ति ठाकुर गृह गृहस्थ जो मैंने फसिक अच्छा से कौन फसी कौ भाव में मुकुल से सब सिद्धांत दौर देह गेह कलत्रादि चिंता विरुद्ध आम संसार भितर रहिले देह देह प्रति अधिका आमर कौन हो आसक्ति रोचे आ गेह जिते सब रोच सब पाखे निज पाखे कलत्र आदि से आम कौन सब चिंता कर कि निज देह केमती भल भाव ठीक रखा भल खाइबा से केमती भल खाइबे रहे ठीक से ये अविरत चिंता मन चलती आमर बुद्धिटा से कौन है हत हो बुद्धिटा कौन है हत मान कौन दूषित हो व्यक्ति को ये कहते गर्धवर मत आम करी परिश्रम जो व्यक्ति भाव देह गेह कलत्रा चिंता करी बुद्धि तार हत हो जाए से व्यक्ति की ये कहते गर्धव माने गध कहीं कहला ना से गध भाई परिश्रम कला आ भ्रमटा तार कौन है दूर है ना ये भाव में पड़ी संसार में कर्म करे तापर कौन कर दारा पुत्र निज देह कुटुंब पालने दारा पुत्र निज देह कुटुंब पाल सर्वदा व्याकुल चिनु मने माने सर्वदा व्याकुल चिनु मने के माने आजीवार्थ जस की से पाव के मने अजीवा अर्थ जस की से पाव कन्या पुत्र विवाह के
ମନେ ସମ୍ପାଦିବ କନ୍ୟା ପୁତ୍ର ବିବାହ କେ ମନେ ସମ୍ପାଦିବ। ଗୋଟେ ସଂସାରୀ ବ୍ୟକ୍ତି କଣ କଣ ଚିନ୍ତା କରୁଛି ଏଇଠି ଭକ୍ତିବିନୋଦ ଠାକୁର ତାଙ୍କର ଇଏରେ କହୁଛନ୍ତି। ପରିବାରରେ ସେ ରହି କଣ କରୁଛି ନା ଦାରା ପୁତ୍ର ନିଜ ଦେହ କୁଟୁମ୍ବ ପାଳନ, ଏମାନଙ୍କ ପ୍ରତି ଏଇ କୁଟୁମ୍ବ ମାନଙ୍କୁ କେମିତି ପାଳନ କରିବି ସବୁବେଳେ ସେ ଚିନ୍ତା କରୁଛି। ଆଉ ସର୍ବଦା ବ୍ୟାକୁଳ ହେଇକି କଣ କରୁଛି ସେ ପ୍ରତି ଧାବମାନ ହଉଛି। ଯାହାର ଏକ୍ସପିରିଏନ୍ସ ଥିବ ସେମାନେ କହିପାରିବେ, ଜଣେ ହାତ ଟେକି ହଁ ଏଇଟା ଅଛି ବୋଲି ଜଣେ କହିପାରିବେ ହାତ ଟେକି ପ୍ରେମ ଭକ୍ତି ପ୍ରଭୁ କହିଲା ସିଏ ପ୍ରଭୁ ଅଛି ନା। ହଁ, ଯେଉଁମାନେ ସଂସାରରେ ଅଛନ୍ତି ଏଭଳି ଭାବରେ ତାଙ୍କର ମତିଟା ଥିଲା। ଏ କରୁଛନ୍ତି ବ୍ୟାକୁଳ ହଉଛନ୍ତି କେମିତି ଦେହ ଘର ପୁତ୍ର ମାନଙ୍କୁ କୁଟୁମ୍ବ ପାଳନ କରିବେ। ବ୍ୟାକୁଳିତ କଣ କରୁଛି ସେ ପ୍ରତି ଧାବମାନ ହଉଛନ୍ତି ଆଉ ସମୟଟା ଏଭଳି ଭାବରେ ବିତେଇ ଦଉଛନ୍ତି। ଆଉ କଣ କରୁଛନ୍ତି କେମାନେ ଅଜୀବ ଅର୍ଥ ଯଶ କିସେ ପାବ, କୋଉଭଳି ଭାବରେ ମୁଁ ଅର୍ଥ ରୋଜଗାର କରିବି। ଯଶ ତା ସହିତ ଯଶ ପାଇଁ ଏ ଦିଟା ଇଚ୍ଛା ତାଙ୍କର ବହୁତ ବ୍ୟାକୁଳିତ ହୁଅନ୍ତି ଏ ଦିଟା ପଛରେ। ଆଉ ଅର୍ଥ ପାଇସାରିଲା ପରେ ଯଶ ପାଇସାରିଲା ପରେ କଣ କରିବେ ନା କନ୍ୟା ପୁତ୍ର ବିବାହ କେମାନେ ସମ୍ପାଦିତ। ପିଲାମାନେ ବଡ ବଡ ହେଇଗଲେଣି, ଅର୍ଥ ଆସିଲା ପରେ କଣ କରିବେ ସେମାନେ ବିବାହ ସମ୍ପାଦନ କରିବେ। ଏଭଳି ଭାବରେ ଚିନ୍ତାରେ ସେମାନେ କଣ କରୁଛନ୍ତି ସବୁବେଳେ ବ୍ୟସ୍ତ। ତ ଏଭଳି ମାୟା ମୋହିତ ଜୀବ ଉଦ୍ଧାର କେମିତି ହବ? ଭକ୍ତିବିନୋଦ ଠାକୁର ଶେଷରେ କହିଲେ ଅତଏବ ମାୟା ମୋହ ଛାଡ଼ି ବୁଦ୍ଧିମାନ, ତାପରେ ନିତ୍ୟ ତତ୍ଵ କୃଷ୍ଣ ଭକ୍ତି କରହ କଣ ପ୍ରକାଶ ହନୁମାନ ହଁ କରୁହ ସନ୍ଧାନ। ହଁ ଠିକ ଅଛି। ଭକ୍ତିବିନୋଦ ଠାକୁର କହୁଛି ଏଇଭଳି ମାୟା ମୋହିତ ବ୍ୟକ୍ତି ମାୟାରୁ ଯଦି ଉଦ୍ଧାର ପାଇବାର ଅଛି ନିତ୍ୟ ତତ୍ଵ କୃଷ୍ଣ ଭକ୍ତି ସନ୍ଧାନ କରିବା ଅଛି। ସେଇଟା ସେ ସନ୍ଧାନଟା କଣ ମିଳିବ? ସନ୍ଧାନ କିଏ ଦବ? ନାଇଁ ଗୁରୁ ଆଚାର୍ଯ୍ୟ ମାନେ ଭକ୍ତ ମାନେ ଯାଇ ଉପଦେଶ ଦେବେ। ଆଉ ଅଙ୍ଗିରା ମୁନିକି ଯେମିତି ଯାଇକି ମହାରାଜ ଆପଣ କାହିଁକି ଅନିତ୍ୟ ବସ୍ତୁ ପ୍ରତି ଆସକ୍ତି ହେଇଛନ୍ତି? ପୁତ୍ର ତୁମର ଆଗରୁ ନଥିଲେ କି ପରମୂର୍ତ୍ତେ ରହିବେ ନା ଏସବୁ ବିଚ୍ଛିନ୍ନ ହେଇଯିବେ। ଆପଣ ସେ ସବୁ ମୋହମାୟାକୁ ତ୍ୟାଗ କରନ୍ତୁ ଆଉ ଭଗବାନଙ୍କର ଭଜନ କରନ୍ତୁ, ଆପଣ ସେଥିରେ କଲ୍ୟାଣ ହେବ। ଆଉ ଧୃତରାଷ୍ଟ୍ରକୁ ସେଇ କଥା ଏଇଟା ବୁଝାଉଛନ୍ତି କି ଅକ୍ରୁର ଗୁରୁ କହୁଛନ୍ତି ହେ ରାଜା ଏଇ ଜଗତରେ କାହା ସଙ୍ଗରେ କାହାର ଚିରସ୍ଥାୟୀ ସମ୍ପର୍କ ନାହିଁ। ଏପରିକି ଆମ ମାନଙ୍କର ଦେହଟିକୁ ନେଇ ମଧ୍ୟ ଆମେ ଚିରଦିନ ରହିପାରିବା ନାହିଁ। ଆମ ମାନଙ୍କର ସ୍ତ୍ରୀ ପୁତ୍ର ଅନ୍ୟମାନଙ୍କର କଥା ବା କଣ କହିବା। ଯେତେବେଳେ ନିଜ ଦେହକୁ ଧରି ଆମେ ଯିବା ନା ସାଙ୍ଗରେ ଅନ୍ୟମାନେ କେମିତି ଯିବେ? ଆମେ ଏତେ କଥା ଶ୍ରବଣ କଲା ପରେ ଆମେ ସେ ଭିତରୁ ବାହାରିବାକୁ ଚେଷ୍ଟା କରିବା ଦରକାର। ଏଇଟା କର୍ଣ୍ଣକୁ ଭଲ ଲାଗୁଛି ଶୁଣିବା ପାଇଁ, କିନ୍ତୁ ଯଦି ଆଚରଣ ନାହିଁ ସେଟା ଯଦି କାର୍ଯ୍ୟକାରୀ ନ ଲଗେଇବା ତାର ଟେଷ୍ଟ ଆନନ୍ଦ ପାଇବା ନା। ଯୋଉ ଭୌତିକବାଦୀ ହେଇ ବାହାରେ ଥିଲେ ଏଇଠି ମଧ୍ୟ ସେୟା ହିଁ ବୁଝିଲେ। କିଛି ଗୋଟେ ଚମତ୍କାର ହେବାର ଅଛି, କିଛି ଗୋଟେ ପରିବର୍ତ୍ତନ ହେବାର ଅଛି। ଯଦି ଏଇଟା ଶୁଣୁଛନ୍ତି ତାହେଲେ ସେଇ ସ୍ତରକୁ ଧୀରେ ଧୀରେ ଯିବାକୁ। ଭଲ ଲାଗୁଛି କାନକୁ ଶୁଣିକି ଯଦି ବାହାରୁ ଗଲା ପରେ କାଢିଦେବା ଭୁଲିଯିବା ତାହେଲେ କିଛି ମୂଲ୍ୟ ନାହିଁ। ଠିକ ଅଛି, ଆପଣ ମାନେ ସମସ୍ତେ ମହାନ ଶୁଣୁଛନ୍ତି, ଭକ୍ତି କରୁଛନ୍ତି। ଆପଣଙ୍କୁ ମୁଁ ବାଧିଲା ପରେ କହୁନି, ଆଉ ଟିକେ ଆମେ ଅଭ୍ୟାସ କରିବା।
ତ 21 ନମ୍ବର ଶ୍ଲୋକରେ କହୁଛନ୍ତି, ପୁଣି ଉପଦେଶ ଦଉଛନ୍ତି, ଏକ ପ୍ରସୂୟତେ ଜନ୍ତୁ ଏକ ଏବ ପ୍ରଲୀୟତେ। ପୁଣି ଆଉ ଗୋଟେ ଉପଦେଶ ଦେଲେ, ପ୍ରତିଟି ଜୀବ ଏକାକୀ ଜନ୍ମ ଗ୍ରହଣ କରେ, ଏକୁଟିଆ ମଧ୍ୟ ମୃତ୍ୟୁବରଣ କରେ, ଏବଂ ମନୁଷ୍ୟ ନିଜେ ହିଁ ତାର ସମସ୍ତ ସତ୍ ଅସତ୍ କର୍ମର ଫଳ ଭୋଗ କରେ। ଏଇଟା ଆଉ ଗୋଟେ ଉପଦେଶ। ଆପଣ ଯାହା ପ୍ରତି ଆସକ୍ତି ହେଇଛନ୍ତି ସେମାନେ ତ ତୁମର ନିଜର ହେବେ ନା, କି ତୁମ ଦେହ ମଧ୍ୟ ତୁମ ସାଙ୍ଗରେ ଯିବା ନା। ଆଉ ଏଠି କହୁଛନ୍ତି, ଆପଣ ଯେତେବେଳେ ଏକା ଆସିଛନ୍ତି ଏଇ ଜଗତରେ, ଏକା ହିଁ ଯିବେ, ସାଙ୍ଗରେ କେହି ଯିବେ ନା। ତେଣୁ ଆପଣ ସେ ମୋହକୁ ତ୍ୟାଗ କରନ୍ତୁ, ଆପଣ ଭଗବାନଙ୍କୁ ଭଜନ କରନ୍ତୁ, ସମସ୍ତଙ୍କ ପ୍ରତି ସମଦୃଷ୍ଟି ସମଭାବାପନ୍ନ ରଖନ୍ତୁ। ଏଇଟା କଲ୍ୟାଣ ହବ, ଆପଣଙ୍କୁ ସମସ୍ତେ ପ୍ରଶଂସା କରିବେ। ଆମେ ସମସ୍ତେ ଏକା ଆସିଛେ ଦିନେ ସଂସାରକୁ, ଆସିଲେ ନା, ଏକା ହିଁ ଯିବା, ମୃତ୍ୟୁ ସାଙ୍ଗରେ ଆମ ସାଙ୍ଗରେ କେହି ଯିବ ନା। କିନ୍ତୁ ଆମେ ଆସକ୍ତି ହେଇକି ରହିଛନ୍ତି, ଆସକ୍ତି ହେଇକି ପଢିଛନ୍ତି ଏଇ ଜଗତରେ। ଗୋଟେ କଥା ଆସୁଛି, ଆଚାର୍ଯ୍ୟ ମାନେ ବେଳେ ବେଳେ ଉଦାହରଣ ଦିଅନ୍ତି, ଭଗବାନଙ୍କ ପ୍ରତି ଆସକ୍ତି ନାହିଁ କିନ୍ତୁ ଅନ୍ୟ ବସ୍ତୁ ପ୍ରତି ଆସକ୍ତି ଅଛି। ଗୋଟେ ରାଜାଙ୍କର 4 ଜଣ ପତ୍ନୀ ଥିଲେ। ପ୍ରଥମ ପତ୍ନୀ ବହୁତ ସୁନ୍ଦର, ରାଜାଙ୍କର ବହୁତ ଯାହା ବି ଆବଶ୍ୟକ ଦୈହିକ ସେବା ସେ କରନ୍ତି, ରୋଷେଇ କରିଦେବା, ତାଙ୍କର ଦେହକୁ ମସାଜ କରିବା, ଏସବୁ ପ୍ରଥମ ରାଣୀ କରୁଥିଲେ। ଦ୍ୱିତୀୟ ରାଣୀ ତାଠାରୁ ଆଉ ସୁନ୍ଦର। ଯେତେବେଳେ ରାଜା ତାଙ୍କ ପାଖକୁ ଯିବେ, ସେ ରାଜାଙ୍କୁ କହିବେ, ମୁଁ ତମ ସାଙ୍ଗରେ ଆଜି ବାହାରକୁ ବୁଲିବାକୁ ଯିବି। ରାଜା ନେଇକି କଣ କରିବେ, ରାଜା ରାଣୀକୁ ନେଇକି ଯିବେ ବାହାରକୁ ବୁଲିବାକୁ। ତାପରେ ତୃତୀୟ ରାଣୀ ଅଛନ୍ତି, ତୃତୀୟ ରାଣୀ ମଧ୍ୟ ବହୁତ ସୁନ୍ଦର, ଆଉ ସେ ମଧ୍ୟ ରାଜାଙ୍କର ସେବା କରୁଛନ୍ତି। ଚତୁର୍ଥ ରାଣୀ ବହୁତ ସୁନ୍ଦର, କିନ୍ତୁ ତାଙ୍କୁ ସେ ପଚାରିବେ ନା, ରାଜା ତାଙ୍କୁ ପଚାରିବେ ନା, ତାଙ୍କର ଭଲ ମନ୍ଦ କିଛି ବୁଝିବେ ନା। ତ ଏଭଳି ଭାବରେ କିଛି ଦିନ ଗଲା ପରେ ରାଜାଙ୍କର ମୃତ୍ୟୁ ଆସିଛି। ଶଯ୍ୟାରେ ଶୋଇଛନ୍ତି, ଆସକ୍ତି ପଡ଼ିଥିଲେ ତ ରାଣୀ ମାନେ। ପ୍ରଥମ ରାଣୀ ଡାକିଲେ, ବଡ଼ ରାଣୀକି ଡାକିଲେ, କହିଲେ, ଆଚ୍ଛା ମୁଁ ତ ଏବେ ଚାଲିଯିବି, ମୋ ସାଙ୍ଗରେ ତମେ ଯିବ ନା? ମୋ ସାଙ୍ଗରେ ମୁଁ ଯୋଉଠିକି ଯିବ? ବଡ଼ ରାଣୀ କହିଲେ ନା ନା, ମୁଁ କାହିଁ ଯିବି, ମୁଁ ଯିବି ନା, ଆପଣ ଚାଲିଗଲା ପରେ ମୁଁ ଆଉ କୋଉ ବିବାହ କରିବି। ରାଜା କଣ କଲେ, ଆରେ ବଡ଼ ରାଣୀକି ଏତେ ଭଲ ପାଇଥିଲେ, କିନ୍ତୁ ଶେଷରେ ସେ ମତେ ହାତ ଛାଡ଼ିଦେଲେ। ନିରାଶ ହେଇକି ଦ୍ୱିତୀୟ ରାଣୀ ପାଖକୁ ଗଲେ। ଦ୍ୱିତୀୟ ରାଣୀକି ଯାଇ କହିଲେ ଦେଖ, ତୁମେ ଯାହା କହୁଥିଲ ମୁଁ ଶୁଣୁଥିଲି, ଆଉ ତୁମେ ମୋ ସାଙ୍ଗରେ ଯାଉଥିଲ ବୁଲିବା ପାଇଁ, ତୁମେ ମୋ ସାଙ୍ଗରେ ଏବେ ଯିବ ନା? ମୁଁ ବର୍ତ୍ତମାନ ଚାଲି ଯାଉଛି। ଦ୍ୱିତୀୟ ରାଣୀ କହୁଛନ୍ତି, ଯଦି ଯିବି ଏରୁଣି ବନ୍ଧ ଯାଇ ଯିବି। କହୁଛି ଘରର ଏରୁଣି ବନ୍ଧ ଯାଇ, ତାଠୁ ଅଧିକ ମୁଁ ଯାଇପାରିବି ନା। ତାପରେ ନିରାଶ ହେଇଗଲେ, ତୃତୀୟ ରାଣୀ ପାଖକୁ ଗଲେ, କହିଲେ ଦେଖ, ତୁମେ ତ ମୋର ବହୁତ ସେବା କରିଛ, ଆଉ ଅନ୍ତରେ ମୋତେ ଭଲ ପାଉଥିଲ, ମୁଁ ମଧ୍ୟ ଭଲ ପାଇଛି, ତୁମ ମୋ ସାଙ୍ଗରେ ଯିବ ନା? ସେ କହିଲେ ନା, ମୁଁ ଯିବି ନା। ଯଦି କହୁଛନ୍ତି ତାହେଲେ ଆପଣ ଚାଲି ଯାଆନ୍ତୁ,
ମୁଁ ଏଇଠି ଆଉ କାହାର ହେଇଯିବି, ମୁଁ ଆଉ କାହାର ହେଇଯିବି, କିନ୍ତୁ ତୁମ ସାଙ୍ଗରେ ଯିବି ନା। 3 ଜଣ ରାଣୀ ଯେତେବେଳେ ମନା କଲେ, ଚତୁର୍ଥ ରାଣୀ ପାଖକୁ ଗଲେ। ଚତୁର୍ଥ ରାଣୀ ଯାଇ କହିଲେ ଦେଖ ସେମାନେ ତ ମନା କଲେ, ଆଉ ତୁମକୁ ତ ମୁଁ କେବେ ପଚାରିନି, ଆଉ ମୁଁ ଭାବୁଛି ବର୍ତ୍ତମାନ ମୁଁ ଅସହାୟ ଅବସ୍ଥା ହେଲେ ମୋ ସାଙ୍ଗରେ ଯିବ ନା? ଚତୁର୍ଥ ରାଣୀ କହିଲେ ହଁ ମୁଁ ତୁମ ସାଙ୍ଗରେ ଯିବି, ତୁମ ସାଙ୍ଗରେ ଯିବି। ହଁ, ତ ଏଇଟା କନକ୍ଲୁଜନ କଣ, ସାର କଣ? ରାଜା ଯୋଉ 4 ଜଣ ରାଣୀକୁ ଭଲ ପାଇଥିଲେ, ସେ 4 ଜଣ ରାଣୀକୁ 4ଟା ବସ୍ତୁ ସହିତ ତୁଳନା କରାଯାଇଛି। ପ୍ରଥମ ରାଣୀ କିଏ ଥିଲେ? ଆଉ କଣ କହିଥିଲେ? ପ୍ରଥମ ରାଣୀ କଣ କହିଥିଲେ? ପ୍ରଥମ ରାଣୀକି ଦେହ ସହିତ ତୁଳନା କରାଗଲା। ଆମେ ଶରୀରକୁ ଏତେ ଭଲ ପାଇଛନ୍ତି, ଏତେ ସୁନ୍ଦର ଭାବେ ସଜାଉଛନ୍ତି, କିନ୍ତୁ ଦେହଟା ଆମ ସାଙ୍ଗରେ ଯାଉନି। ଇଏ ହେଲା ପ୍ରଥମ ଆସନ୍ତି। ଦ୍ୱିତୀୟ ରାଣୀ କଣ କହିଥିଲେ? ଯିବି ଯଦି ମତେ ଯିବି, ତାଠାରୁ ଅଧିକ ଯାଇପାରିବେ ନା। କାହା ସହିତ ତୁଳନା କଲେ? ବନ୍ଧୁବାନ୍ଧବ। ସେମାନେ ହରିନାମ ସତ୍ୟ ରାମ ନାମ ସତ୍ୟ କହି କୋଉ ପର୍ଯ୍ୟନ୍ତ ଯିବେ? ଶ୍ମଶାନ ପର୍ଯ୍ୟନ୍ତ ଯିବେ, ତାପରେ ଅଗ୍ନି ଦେଇକିରି ଫେରି ଆସିବେ। କିନ୍ତୁ ଆମେ ସେମାନଙ୍କ ପ୍ରତି ସମ୍ବନ୍ଧ ଏମିତି ବାନ୍ଧିଛନ୍ତି, ଭାବୁଛନ୍ତି ଏମାନେ ଆମର ନିଜର, କିନ୍ତୁ ସେମାନେ କେହି ଆମର ନିଜର ନୁହନ୍ତି, ଆମ ସାଙ୍ଗରେ ଯିବେ ନା। ତୃତୀୟ ରାଣୀ କଣ କହିଥିଲେ? ମୁଁ ଆଉ କାହାର ହେଇଯିବି। ଧନ ସହିତ ତୁଳନା କଲେ। ଧନ ପ୍ରତି ଆମେ ଏତେ ଆସକ୍ତି, ଧନକୁ ଏତେ ଭଲ ପାଇଛନ୍ତି, ଧନକୁ ଛାଡି ପାରୁନାହାନ୍ତି। ଚତୁର୍ଥ ରାଣୀ କଣ କହିଲେ? ମୁଁ ତୁମ ସାଙ୍ଗରେ ଯିବି। ସେ କିଏ ଯିବେ ସାଙ୍ଗରେ? ଭଗବାନ। ତାଙ୍କ ସହିତ ପରମାତ୍ମାଙ୍କର ଇଏ କଲେ। ଭଗବାନ ହିଁ ଆମ ସାଙ୍ଗରେ ଯିବେ। ଭଗବାନଙ୍କର ନାମ, ଭଗବାନଙ୍କର ସେବା ଯାହା ଆମେ କରିଥିବା ସେଇଟା ହିଁ ଆମ ସାଙ୍ଗରେ ଯିବ, ଆଉ କିଛି ବି ଆମ ସାଙ୍ଗରେ ଯିବ ନାହିଁ। ତେଣୁ ଏଇ ଯୋଉ ଗପଟା ମାଧ୍ୟମରେ ଆମେ ଶିକ୍ଷା କଣ କଲେ? ଆମେ ଯୋଉ ଅନ୍ୟ ବସ୍ତୁ ପ୍ରତି ଆସକ୍ତି ହେଇକି ରହିଛନ୍ତି, ସେ ସବୁ ଏଇଠି ରହିଯିବ। ଦେହ, ବନ୍ଧୁବାନ୍ଧବ, ସମ୍ପତ୍ତି, ଧନ ସମ୍ପତ୍ତି ଏଇଟା ହିଁ ରହିବ। କଣ ଯିବ? ହରିନାମ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଏଇ ଧନଟା ହିଁ ଆମ ସାଙ୍ଗରେ ଯିବ, ଆଉ କିଛି ଆମ ସାଙ୍ଗରେ ଯିବ ନା। ଯେତେବେଳେ ଏତେ କଥା ଶ୍ରବଣ କଲା ପରେ ମଧ୍ୟ ଯଦି ଆମେ ବୁଝିବା ନା, ତାହେଲେ ଆମଠାରୁ ଦୁର୍ଭାଗା କିଏ ଅଛନ୍ତି ସଂସାରରେ? ଆମଠାରୁ ହତଭାଗା କିଏ ଅଛନ୍ତି? ତେଣୁ ଏଠି ଧୃତରାଷ୍ଟ୍ରକୁ ବୁଝାଉଛନ୍ତି କିଏ? ଅକ୍ରୁର କହିଲେ ପ୍ରତିଟି ଜୀବ ଏକାକୀ ଜନ୍ମ ଗ୍ରହଣ କରେ, ଏକୁଟିଆ ମଧ୍ୟ ମୃତ୍ୟୁବରଣ କରେ। ଜାତ ସହି ଧ୍ରୁବ ମୃତ୍ୟୁ, ଧ୍ରୁବ ଜନ୍ମ ମୃତ୍ୟୁଶ୍ଚ। ଯେତେବେଳେ ଆମେ ଏକା ଆସିଛନ୍ତି, ଜନ୍ମ ହେଇଛନ୍ତି, ଏକା ହିଁ ଯିବା ଶେଷରେ। ଆମ ସାଙ୍ଗରେ ଆଉ କିଛି ଯିବ ନା। କଣ ଯିବ? ରାମ ନାମ ସତ୍ୟ ହେ, ହରିନାମ ସତ୍ୟ ହେ। ଯଦି ଅଭ୍ୟାସ କରିଥିବା, ଗାଁ ଗହଳିରେ ହରିନାମ କହି ଧରି ଯାଉଛନ୍ତି, ସେ ମୃତ ବ୍ୟକ୍ତି କହିଲେ ସେ ଶୁଣିପାରୁଛି, କିନ୍ତୁ ଯିଏ କହୁଛି ତାର ଟିକେ ଅକଲ ଆସୁନି। ଆରେ ସତ୍ୟ ତ ସେଇଟା ଆସିଲା ପରେ ଶ୍ମଶାନରେ ତୁମେ ପୁଣି ଭୁଲି ଯାଉଛ। ତୁମେ ଆସିଲେ କରୁନା କାହିଁକି? ସତ୍ୟ ଯଦି କହୁଛ, ସେ ଅସତ୍ୟ ବସ୍ତୁ ବିଷୟରେ କାହିଁ ପଢୁଛ? ସେଇଭଳି ବ୍ୟକ୍ତି ମାନଙ୍କୁ କୁହାଯାଏ ସହଜିଆ। କଣ କୁହାଯାଏ? ସହଜିଆ। ମହାପ୍ରଭୁ କୁହନ୍ତି ଆମର ଯୋଉ 12ଟା ନା 13ଟା ଅପସମ୍ପଦ ଅଛି, ସେ ଭିତରେ ସହଜିଆ ଜଣେ ଅଛି। ସହଜରେ ସବୁ ଜାଣିଥିବେ, କିନ୍ତୁ ଏଇଟା କହିଦେବେ, କରିବେ ନା। ଆଉ ସେଇଭଳି ବ୍ୟକ୍ତିମାନେ ବି ଭଗବାନ ଯୋଜନା କରୁଛନ୍ତି କଣ ହବ ତାର ପର ମୁହୂର୍ତ୍ତରେ।
हाँ ये कहते अनुभुक्ते शब्दटी तात्पर्यपूर्ण भुक्ते अर्थ जीवर प्राप्य भोग करने एवं अनु अर्थ परवर्ती पूर्वपर क्रम अनुसार आमे एकाकी आसछन्ति एकाकी जीवा किंतु एई जगत रे जिते बड़े कर्म करूछन्ति यदि पाप कर्म करथिबा पाप कर्मर फल भोग करिया पड़ियो आ पुण्य कर्म जदि करथिबा पुण्य कर्मर फल हमको भोग करिया तेणु तुमर पाप पुण्य फल फलर भोग अन्य माने की करिवे तेणु आपण ए सब प्रति काहे की मोहग्रस्त होइछन्ति आपण जहाँ भी अन्याय अधर्म करछन्ति सेटा आपण ही भोग करिवे से माने के भोग करिवे एते सुंदर उपदेश देउछन्ति अक्रूरंकर उपदेश भागवत रे सब किछि उपदेश द्वारा ही जन मन परिवर्तन हो आ सेतु से बाहर करे तेणु आमे जगत सत् कर्म असत् कर्म करछन्ति तार कर्म फल आमे ही भोग करिवा ताहा पई अन्य के दायी हेबे नाही तेणु काहे कि आमे गृह प्रति एते आसक्ति पाप कर्म करिया आम मानकर समस्त कार्यर नैतिक एवं आध्यात्मिक वैशिष्ट्य अनुसार क्रमे सुख दुख भोग करथाउ आमे जहा करू सेति पई आमे ही दायी आमे जहा भी करूछन्ति न्याय अन्याय आमे ही दायी आमर से पापर फल आमको ही भोग करिया कहीं धृतराष्ट्र से भाई भाव अन्याय करुले जड़े भगवान भक्त कौन करेंगे सेठू निवृत्त करिकी भगवान कृष्णकर धर्म आचरण करने उपदेश देवे प्रहलाद महाराज से भाव कर मनुष्य जन्मटा कौन मिली आमको धर्माचरण करिए भागवत धर्माचरण करिए दुर्लभ मानुष्यम जन्म अर्थदम अनित्यम अर्थदम बोले मनुष्य जन्मटा मिले एभली भाव में गृहग्रस्त संसार पशिकी जीवनटा नष्ट करदेला तेणु दुर्लभ जन्मटा कौन के अनित्य हेले मते शरीरटा अनित्य हेले मते ये बहुत मूल्यवान कौन पे मूल्यवान ना यही दुर्लभ मनुष्य शरीर रे तुम कौन कर भगवान भागवत धर्म आचरण कर भगवान भक्ति आचरण कर अन्य शरीर रे यही भक्ति भागवत धर्म आचरण करने सुजोग मिलना तेणु प्रहलाद महाराज असुर बालक मान कहते एबेठार कौन कर भगवान भक्ति आचरण कर भगवान नाम संकीर्तन कर भगवान का सेवा कर मनुष्य जीवन सफल नई जदि एटा न करिवो भक्ति विनय ठाकुर कहते दुर्लभ मानव जन्म लभ्या संसारे कृष्ण ना भजन दुख कहबो कहार दुर्लभ मानव जन्म जदि मिली कृष्ण भजन जदि न करिबा ताहले एई जगत रे दुख ही दुख में प्राप्त है तेणुकरी धृतराष्ट्र तांकर जितखोर आचरण निमित्त जे तांको एटा ही दुर्दशा भोग करबा कहबो ता भूली जाई भूली गले सुनिले अक्रूर कथा सुनिले भ्रमवशत मोहग्रस्त होई तार कुमत युक्त पुत्र मान प्रति आसक्त होई से भाव में कार्य कले उपदेश देला पर मध्य से पुरुष ग्रहण कर ठीक कले ना तापरे कौन है इटा काली आमे अन्य प्रभु मान जे देवे श्रवण कर धृतराष्ट्र कौन उपदेश देले ए सॉरी अक्रूर कौन उपदेश देले तापरे हम काली श्रवण करिए हरे कृष्ण ग्रंथराज श्रीमद् भागवतम की श्रील प्रभुपाद की गौर प्रेमानंदे Yes, Bob, Sundar Krishna Prabhu.